ସମସ୍ତଙ୍କୁ ଆଉ ଥରେ ଗୁଡ଼ ଇଭିନିଂ। ତେଣୁ ଆମେ ପଢ଼ିଥିଲୁ ପୂର୍ବ କ୍ଲାସ୍ରେ ଯେ ଯେଉଁ କବିତାଟି ହେଉଛି ବଡ଼ପଣ ଆଉ ଲେଖକ ହେଉଛନ୍ତି କବିବର ରାଧାନାଥ ରାୟ। ତେଣୁ ଆମେ ପଢ଼ିଥିଲୁ କେତେ ପର୍ଯ୍ୟନ୍ତ ନା କବିତାଟିକୁ ନା ପାଖେଇ ଆସୁଛି ସେ ଅନ୍ତିମ ବେଳ। ତେଣୁ ଆମ ନିକଟକୁ ଶେଷ ସମୟ ଯେ ମୃତ୍ୟୁର ସମୟଟା କ'ଣ ହେଇଛି ନା ପାଖକୁ ଚାଲି ଆସିଛି। ଏଇ ଯେଉଁ ମୃତ୍ୟୁର ସମୟ ଏଇ ଯେଉଁ କାଳ ସେ କେମିତି ଆସୁଛି ନା ଆସୁଛି ନୀରବେ ଚୁପ୍ ଚୁପ୍ ସେହୁଁ ପ୍ରତିକ୍ଷଣ ପ୍ରତ୍ୟେକ ସମୟରେ ସେ ଆସୁଛି ନୀରବରେ। ନିତ୍ୟଗାମୀ ରଥଚକ୍ର ଆବର୍ତ୍ତନେ ସେ କିଭଳି ଆସୁଛି ନିତ୍ୟଗାମୀ ପ୍ରତ୍ୟେକ ଦିନ ଯେମିତି ରଥଚକ୍ର ବୁଲିଥାଏ ଠିକ୍ ସେହିପରି ଏଇ ମୃତ୍ୟୁ ଏଇ ଅନ୍ତିମ ବେଳ ସେ ଆସି କ'ଣ କରୁଛି ନୀରବରେ ବା ସବୁ ପ୍ରତିକ୍ଷଣେ ପ୍ରତ୍ୟେକ ମୁହୂର୍ତ୍ତରେ ସେ ଆସୁଅଛି। ଆୟୁ ସୂର୍ଯ୍ୟ ଯାଏ ତଳେ ଯେତେ ଗଢ଼ି ଆଜି ତମେ ଯେଉଁ ଆୟୁ ପାଇଛ ବା ଜୀବନ ପାଇଛ ଅହଙ୍କାର ନିର୍ଯାତନାରେ ଆଜି ଯେତେ ବା ଛଳନାରେ ଆଜି ତମେ କ'ଣ କରିଛ ନା ସୂର୍ଯ୍ୟଙ୍କର କିରଣ ଭଳି ଆଜି ତମେ କ'ଣ କରିଛ ବିସ୍ତାର କରିଛ। ହଁ କି ନାହିଁ ବିସ୍ତାର କରିଛ। ତୁମ୍ଭ ମାୟା ଯାଏ ଛାୟା ପରି ବଢ଼ି ତୁମର ଯେଉଁ ନିର୍ଯାତନା ମାୟା ଯେଉଁ ପାପର ମାୟା ଆଜି ତମେ କ'ଣ କରିଦେଇଛ ରେ ନା ଏଇ ସାରା ପୃଥିବୀରେ ଆଜି ତମେ କ'ଣ କରିଦେଇଛ ନା ଖେଳେଇ ଦେଇଛ। ଏଇ ଯେଉଁ ପ୍ରଜାବତ୍ସଳମାନଙ୍କୁ ତମେ ଆଜି ଭୟଭୀତ କରେଇ ତୁମର ମାୟା ବିସ୍ତାର କରିଦେଇଛ ସୂର୍ଯ୍ୟଙ୍କ କିରଣ ଭଳି। କିନ୍ତୁ ସେଇଠାରୁ ସେ ମାୟା ଚେର ତଳେ ଭେଦିବ ଯେତିକି ଯେଉଁ ମାୟା ଚେରଟା ଯେଉଁ ପାପର ମାୟା ଯେଉଁ ପାପ ଭିତର ମାୟା ତଳେ ଭେଦିବ ଯେତିକି ଯେତେ ପର୍ଯ୍ୟନ୍ତ ତମେ କ'ଣ କରିବ ନା ତଳକୁ ସେ ପଶିଯିବ ଅନ୍ତକ ରଗଡ଼େ ଝିଙ୍କିବ ତେଜିକି। ଅନ୍ତକେ ଅର୍ଥାତ୍ ହେଉଛି ମରିଯିବା ସମୟରେ ହଁ କି ନାହିଁ ଅନ୍ତକେ ରଗଡ଼େ ଅର୍ଥାତ୍ ମରିଯିବା ସମୟରେ ଏଠି କିନ୍ତୁ ଅନ୍ତକର ଅର୍ଥାତ୍ ହେଉଛି ଯମ କ'ଣ କରିବ ନା ଅନ୍ତକ ରଗଡ଼େ ଝିଙ୍କିବ ତେତିକି। ଯେତେବେଳେ ଯମ ଦେବତା କ'ଣ କରିବ ନା ଜୋରରେ ତୁମକୁ ଟାଣିବ ବା ଟାଣିକିରି ରଖିବ। ତେଣୁ ଆମେ ଶୁଣିଛୁ ଯେତେବେଳେ ଆମେ କ'ଣ ଯାଉରେ ନା ମୃତ୍ୟୁ ହୋଇଯାଏ ସେତେବେଳେ ଯଦି ଆମେ ଭଲ କାମ କରିଥିବୁ ସ୍ୱର୍ଗକୁ ଯିବା ଯଦି ଖରାପ କାମ କରିଥିବା ତେବେ କ'ଣ ନରକକୁ ଆମେ ଯାଇଥାଉ। ତେଣୁ ପ୍ରଥମେ ଆମେ ଯମଦେବତା ଆମକୁ କ'ଣ କରେ ନା ତା'ର ଯେଉଁ ରହିଛି ଶାସନ କଠୋର ଶାସନ ଯନ୍ତ୍ରଣା ସେ ଆମକୁ ଦେଇସାରିଲା ପରେ ଯାଇକି ଆମକୁ ସେ କ'ଣ କରେ ନା ସ୍ୱର୍ଗଲୋକକୁ ପଠାଇଥାଏ। ତେଣୁ ସେଇ କଥାରେ ସେ ସୂଚିତ କରିଦେଉଛି ଯେମିତି ସ୍କନ୍ଦର ବିଷୟରେ ଥରେ କହିଲେ ଏବେ କ'ଣ ହେଉଛି ନା ସେଇ ଯମଦେବତାଙ୍କ ବିଷୟରେ ସେ କହୁଛି। ତେଣୁ ତୁମର ଯେଉଁ ମାୟା ଆଜି ଯେଉଁ ମାୟା ଚେର ତଳେ ଭେଦିବ ଯେତିକି ଆଜି ଯେଉଁ ମାୟା ଚେର ଆଜି ବିଛେଇ ଦେଇଛ ସେଇ ଚେରଟା ଯେତେ ପର୍ଯ୍ୟନ୍ତ ସେ ପାପବିତ ଚେରଟା ଯେତେ ପର୍ଯ୍ୟନ୍ତ ରହିଛି ଯେତେବେଳେ ତୁମେ ମରିଯିବ ସେଇ ଯମଦେବତା କ'ଣ କରିବ ନା ଅନ୍ତକ ରଗଡ଼େ ଝିଙ୍କିବ ତେତିକି। ସେ ଯମଦେବତା ତୁମକୁ ଠିକ୍ ସେହିପରି କ'ଣ କରିବ ନା ଝିଙ୍କିବ ବା ଟାଣିବ। ସେ କଠିନ ଝିଙ୍କାଝିଙ୍କିରୁ ନିସ୍ତାରି ଯେଉଁ ଯମଦେବତାଙ୍କର ଶାସନ ତାର ଯେଉଁ ଯନ୍ତ୍ରଣା ସେଇଠାରୁ ଯଦି ତୁମେ ନିସ୍ତାର ଯଦି ମୁକ୍ତି ପାଇବାକୁ ଚାହୁଁଛ ତେବେ ଲାଭ ଲାଗି ଆଗୁ ହୁଅ ହୁସିଆର। ତାଠୁ ମୁକ୍ତି ପାଇବାକୁ ହେଲେ ବା ତାଠାରୁ ଲାଘବ ହେବା ପାଇଁ ଆଜିଠାରୁ ତୁମେ କ'ଣ ହେଇଯାଉରେ ନା ହୁସିଆର ହୋଇଯାଅ। ତେଣୁ ସେ ପଣ୍ଡିତମାନଙ୍କୁ ସେଇ ବିଦ୍ୱାନମାନଙ୍କୁ ସେଇ ମନ୍ତ୍ରୀମାନଙ୍କୁ ସେଇ ରାଜାମାନଙ୍କୁ ସେ କହିଦେଉଛି ତୁମେ ଆଜିଠାରୁ କ'ଣ ହେଇଯାଉ ହୁସିଆର ହୋଇଯାଅ। ଯେତେବେଳେ ତୁମେ ମରିଯିବ ସେ ଯେଉଁ ଯମଦେବତା ଅନ୍ତକ ଯେଉଁ ଯମଦେବତା ତୁମକୁ ଏମିତି ଟାଣିବ ତୁମେ ତାଠୁ ଏମିତି ଟାଣିବ ଯେ ବା ତାର ଯେଉଁ ଯନ୍ତ୍ରଣା ରହିଛି ସେଇ ଯନ୍ତ୍ରଣାରୁ ଯଦି ତୁମେ ମୁକ୍ତି ପାଇବାକୁ ଚାହୁଁଛ ବା ନିସ୍ତାର ହେବାକୁ ଚାହୁଁଛ ତେବେ ଆଜିଠାରୁ ତୁମେ କ'ଣ ହେଇଯାଉ ନା ହୁସିଆର ହୋଇଯାଅ। ତାପରେ ଆଗକୁ ଦେଖ ନା ବେଳ ଥାଉ ଥାଉ ଅରଜି ଧର୍ମ ଏବେ ସମୟ ଆସିଛି ଆଜି ଅରଜି ଧର୍ମ ବା ଅର୍ଜନ କର କ'ଣ କର ନା ଧର୍ମ। ପଦ୍ୟରେ ଲେଖା ହେଲା ଧର୍ମ କିନ୍ତୁ ଯଦି ଗଦ୍ୟରେ ଲେଖା ଗୋଟେ ହେଉଛି ଧର୍ମ। ତେଣୁ ସମୟ ଆସିଛି ବା ବେଳ ଥାଉ ଥାଉ ଆଜି ସମୟ ରହିଛି ତୁମେ ଆଜି କ'ଣ କର ନା ଧର୍ମ କର। ଜନ୍ମ ଅନୁରୂପେ ଦେଖାଅ କର୍ମ ଆଜି ଜନ୍ମ ପାଇଛ ତେଣୁ ଜନ୍ମ ଅନୁରୂପେ ତୁମେ ଆଜି ଜନ୍ମ ପାଇଛ ମଣିଷ ପଣିଆ ହେଇ ରାଜା ଭଳି। ତେଣୁ ଆଜି ତୁମେ ଦେଖାଅ କ'ଣ କର ନା କର୍ମ ଦେଖାଅ। ଜନ୍ମ ଫଳେ ଭବେ ବଡ଼ପଣ ପାଇ ଅର୍ଥାତ୍ ଏଇ ଜନ୍ମ ହେଇଥିବାରୁ ତୁମେ ଆଜି କ'ଣ ହେଇଛ ନା ବଡ଼ପଣ ପାଇଛ। ଧର୍ମ ଫଳେ ତାକୁ କର ଚିରସ୍ଥାୟୀ ଆଜି ତୁମେ ଯେଉଁ ଧର୍ମ କାମରେ ସତ୍ କର୍ମରେ ସତ୍ ଧର୍ମରେ କର ତାକୁ କ'ଣ ନା ଚିରସ୍ଥାୟୀ। ତେଣୁ ସେ ସେତେବେଳେ ଯେଉଁ କବିବର ରାଧାନାଥ ରାୟ କହିଥିଲେ ଯେ ମୁଁ ଆଜି କବିତା ମାଧ୍ୟମରେ ତୁମକୁ ସଚେତନତା ଦେବି ଏବଂ ମୋ ଧର୍ମ ଚେତନାରେ ମଧ୍ୟ ସେମାନଙ୍କୁ ସଚେତନତା ଦେବି। ତେଣୁ ଦେଖ ସେଇଠି ସେ କହୁଛି ଆଜି ତୁମେ କ'ଣ ହେଇଛ ନା ବେଳ ଥାଉ ଥାଉ ଆଜି ତୁମେ ଧର୍ମ କର କର୍ମ କର ଏବଂ ବଡ଼ପଣ ହୁଅ। ଯାହାଫଳରେ ସେଇ ଧର୍ମ ଦ୍ୱାରା ସେଇ କର୍ମ ଦ୍ୱାରା ଆଜି ତୁମେ କ'ଣ ହେବ ନା ତୁମର ସେଇ ବଡ଼ ପଣିଆଟା ଆଜି କ'ଣ ହେବ ନା ଚିରସ୍ଥାୟୀ ହେବ। ମୃତ୍ୟୁ ହୋଇଗଲେ ମଧ୍ୟ ତୁମକୁ କ'ଣ କରିବେ ନା ଲୋକମାନେ ଜୀବନ୍ତ ରଖିବେ ହଁ କି ନାହିଁ କେହି ତୁମକୁ କ'ଣ କରିବେ ନାହିଁ ଭୁଲିଯିବେ ନାହିଁ। ତେଣୁ ସେଇ କଥାରେ ସେ କହୁଛି ଧର୍ମେ ଏକ ପତ ଗଢ଼ିଛନ୍ତି ବିଧି ଏଇ ଯେଉଁ ବିଧିର ବିଧାନ ବା ଏଇ ଯେଉଁ ପୃଥିବୀ ଆଜି କ'ଣରେ ଗଢ଼ିଛି ସେ ଗୋଟିଏ ଧର୍ମ ଗଢ଼ି ଅଛି। ତାପରେ ଦେଖ ଆଗକୁ ତରିବାକୁ ଏହି ସଂସାରର ବାରିଧି ଏଇ ଧର୍ମ ଦ୍ୱାରା କ'ଣ କରିବ ଏଇ ଧର୍ମ ଦ୍ୱାରା ବା ଏହି କର୍ମ ଦ୍ୱାରା ତୁମେ ଏଇ ସଂସାର ସାଗରରୁ ବା ଏଇ ସଂସାର ସମୁଦ୍ରରୁ ତୁମେ କ'ଣ ହେବ ନା ତରିବାକୁ ଅର୍ଥାତ୍ ହେଉଛି ମୁକ୍ତି ପାଇବାକୁ
ମୁକ୍ତି ପାଇବାକୁ ତରିବାକୁ ଏହି ସଂସାର ବାରିଦିଏ। ଏହି ସଂସାରରେ ତୁମେ କ'ଣ ଯଦି ଚାହୁଁଛ ମୁକ୍ତି ପାଇବାକୁ ଚାହୁଁଛ ତେବେ ତୁମେ କ'ଣ କର ନା ଧର୍ମ କର ବା କର୍ମ କର। ଧର୍ମ ଏକ ସିନା ମହତ ପଣିଆ ଆମେ ଜାଣିଛୁ। ତେଣୁ ବିଧି ବା ଆମର ବିଧିର ବିଧାନ। ତେଣୁ ଆମେ ହେଉଛି ଯଦି ଧର୍ମ ସତ୍ ଧର୍ମରେ ଯଦି କରିବ କାମଟିକୁ ବା ସତ୍କର୍ମରେ ଯଦି କାମ କରିଥିବ ସେଇଟା ହେଉଛି ମହତ ପଣିଆ। ଆଉ ବଡ଼ପଣ ହେଉଛି ଅଢ଼େଇ ଦିନିଆ। ଆଜି ତୁମେ ଯେଉଁ ମନରେ ରଖିଛ ଆଜି ବଡ଼ପଣ ତେଣୁ ସେଇଟା ହେଉଛି ଅଢ଼େଇ ଦିନିଆ। ଆମେ ଯେତେବେଳେ ମରିଯାଉ ଆଜି ମରିଯାଉଛୁ କାଲିକି ତେଣୁ ସେଇଟା କ'ଣ କହୁଛି ଅଢ଼େଇ ଦିନିଆ। ଠିକ୍ ସେହିପରି ତୁମେ ଆଜି କହୁଛ ବଡ଼ପଣ ସେଇଟା ହେଉଛି କେତେ ଦିନ ରହିବ ନା ଅଢ଼େଇ ଦିନ ରହିବ। ଯଦି ତୁମେ ଧର୍ମରେ କରିବ ତେବେ ସେଇଟା କେତେ ଦିନ ରହିବ ନା ଚିରସ୍ଥାୟୀ ରହିବ। ପିଲାମାନେ ମନେ ରଖୁଥିବ ସେଇଭଳିଆ ସର୍ଟ କ୍ୱେଶ୍ଚନ୍ ପଡ଼ିବ। ସେ ପଚାରିବ ଯେ ଧର୍ମ ଫଳେ କ'ଣ ହେବ ନା ବଡ଼ପଣ କେତେ ଦିନ ରହିବ ନା ଚିରସ୍ଥାୟୀ ରହିବ। ଆଉ ଯଦି ବଡ଼ପଣଟା ଅଧର୍ମରେ କରିବ ତେବେ କ'ଣ ହେବ ନା ଅଢ଼େଇ ଦିନିଆ ରହିବ। ଆଉ ଧର୍ମଟା ଗୋଟିଏ କ'ଣ ନା ମହତ ପଣିଆ। ତାପରେ ଦେଖ କ'ଣ କହୁଛି ଲେଖକ ନା ବଡ଼ପଣ ଭାଇ ଏକ ସିନା ସେହି। ଆଜି ତୁମେ କହୁଛ ହଁ ବଡ଼ପଣ ସେଇଟା ହେଉଛି ସିନା ଏକ ସିନା ସେହି। ଛାଡ଼ଇକି ଯା ନ ପାରଇ ନେଇ। ଛଡ଼ାଇ କେହି ଯାଏ ନ ପାରଇ ନେଇ। କେହି এই ବଡ଼ପଣକୁ କେହି କ'ଣ କରିବେ ଛଡ଼ାଇ ନେଇପାରିବେ ନାହିଁ। ଯଦି ତୁମେ କ'ଣ କରିବ ନା ସତ୍କର୍ମରେ କରିଥିବ ସତ୍ ଧର୍ମରେ କରିଥିବ ତେବେ ତାକୁ କେହି ଛଡ଼ାଇ ନେଇପାରିବେ ନାହିଁ। ବଡ଼ପଣ ସେହି ଅନ୍ତେ ସୁଧା ଯାର। ବଡ଼ପଣ ସେହି ଅନ୍ତେ ସୁଧା ଯାର। ସରବେ ଚହଟୁ ଥାଏ ଏ ସଂସାର। ଆଜି ତୁମେ ଯଦି ସତ୍କର୍ମରେ କାମଟିକୁ କରିଥିବ ସତ୍ ଧର୍ମରେ ଆଜି ଯଦି ତୁମେ କ'ଣ କରିଥିବ ନା ରାଜାର ଧର୍ମ କର୍ମ ଯଦି ତୁମେ କରିଥିବ ଆଜି ପ୍ରଜାମାନଙ୍କୁ ସୁନ୍ଦର ଭାବରେ କ'ଣ କରିଥିବ ନା ଧର୍ମ କର୍ମ ଅନୁସାରେ ତୁମେ ଯଦି ଶାସନ କରିଥିବ ସେଇଟା କ'ଣ ହେଇଯିବ ନା ଅନ୍ତେ ସୁଧା ଯାର ଅର୍ଥାତ୍ ମରିଗଲେ ସୁଧା ମଧ୍ୟ ସେଇଟା କ'ଣ ହେଇଯିବ ନା ଏଇ ବଡ଼ପଣଟା ଚହଟୁଥିବ ବାସନା କରୁଥିବ ଏହି ସଂସାରରେ ସୁବାସନା କରୁଥିବ। ହଁ କି ନାହିଁ। ତୁମେ ଯଦି ଭଲ କାମ କରି କ'ଣ କରିଥିବ ବା ଭଲ ଗୋଟିଏ ରାଜା ହେଇଥିବ ଭଲ ଶାସନ କରିଥିବ ତେବେ ତୁମେ ମୃତ୍ୟୁ ହୋଇଗଲେ ମଧ୍ୟ କ'ଣ ହେବ ନା ତୁମ ସେଇ ବଡ଼ପଣଟା ତୁମର ଚହଟୁଥିବ ବାସନା ହେଉଥିବ ବା ତୁମମାନଙ୍କୁ ଲୋକମାନେ ଚିରସ୍ଥାୟୀ ମନେ ରଖିବେ। ବଡ଼ପଣ ସିନା ସେହି ତାକୁ ଗଣି। ତେଣୁ ସେଇମାନଙ୍କୁ ହିଁ ଆମେ କ'ଣ କହିଥାଉ ନା ବଡ଼ପଣ ବୋଲି କହି ତାକୁ ଆମେ ଗଣିଥାଉ। ସେଇଆ ହିଁ ହେଉଛି ବଡ଼ପଣ। ଯେଉଁମାନେ କ'ଣ ହୋଇଥାନ୍ତି ନା ଭଲ କାମ କରିଥାନ୍ତି। ଯେଉଁ ବଡ଼ପଣ ଦୁଇ ଲୋକ ସାଧନୀ ଏବଂ ଯେଉଁମାନେ ଭଲ କାମ କରି ବଡ଼ପଣ ହୋଇଥାନ୍ତି ସେମାନେ ସ୍ୱର୍ଗ ଏବଂ ମର୍ତ୍ତ୍ୟରେ କ'ଣ ପାଇଥାନ୍ତି ନା ସ୍ଥାନ ପାଇଥାନ୍ତି। ସେହି ସିନା ବଡ଼ପଣ ଜହି ଲାଗି। ସେହିମାନେ ହେଉଛନ୍ତି ବଡ଼ପଣ ଏବଂ ଯେଉଁମାନେ ବା ଯାହା ପାଖରେ ସେ ବଡ଼ପଣର ଗୁଣଟା ରହିଛି ଅନ୍ତକ ବଜ୍ର ଦାନ୍ତେ ଯାଏ ଭାଙ୍ଗି। ଅନ୍ତକରେ ଅର୍ଥାତ୍ ସେ ମୃତ୍ୟୁ ସମୟରେ ମଧ୍ୟ ରାଜାଙ୍କର ଯେଉଁ ବଜ୍ରଦନ୍ତ ବା ତା'ର ଯେଉଁ କଷ୍ଟର କାଠିନ୍ୟର ଯେଉଁ କ'ଣ ଦେଇଥାଏ ଯନ୍ତ୍ରଣା ଦେଇଥାଏ ସେଟା ତା'ର ହେଇଯାଏ ଯମଦେବତାର ଦଣ୍ଡଟା କ'ଣ ହେଇଯାଇଥାଏ ନା ଭାଙ୍ଗି ଦେଇଥାଏ। ତୁମେ ଯଦି ଠିକ୍ କର୍ମରେ କ'ଣ କରିଥିବ ନା ବଡ଼ପଣ କରିଥିବ ଠିକ୍ ଧର୍ମରେ ହେଉ ଠିକ୍ କର୍ମରେ ହେଇଥାଉ ତୁମେ ଯଦି ଠିକ୍ କର୍ମରେ ଠିକ୍ ଧର୍ମରେ ଯଦି ବଡ଼ପଣ ହେଇଥିବ ଶେଷରେ ଯେଉଁ ଯମଦେବତା ମଧ୍ୟ ତୁମକୁ କ'ଣ କରିବ ନାହିଁ ନା ଶାସନ କରିପାରିବ ବା ଯନ୍ତ୍ରଣା ଦେଇପାରିବ ନାହିଁ। ତା'ର ଯେଉଁ ବଜ୍ରଦନ୍ତ ଗୁଡ଼ିକ କ'ଣ ହେଇଯିବ ନା ଭାଙ୍ଗି ଯାଇଥାଏ ଏବଂ ତୁମର ବଡ଼ପଣ ଗୋଟିଏ କ'ଣ ହେଇଯିବ ନା ଚିରସ୍ଥାୟୀ ହୋଇଯିବ। ତାପରେ ଆଗକୁ ଦେଖ ନା ସେହି ବଡ଼ପଣେ ବଳାଅ ମତିକି କାଳ ନ ପାରିବ ପଶିଯା କେତକି। ସେହି ଯେଉଁ ସତ୍କର୍ମରେ ସତ୍ ଧର୍ମରେ ଯଦି ତୁମେ ଆଜି କ'ଣ ହେଇଛ ନା ବଡ଼ପଣ ବା ବଳାଅ ମତିକି ଆଜି ଦେଖେଇଛ ସେହି କାଳ ବା ସେହି ମୃତ୍ୟୁ ପାରିବ ପଶି ଯାହା କତକି ସେ ପଶିପାରିବ ନାହିଁ ବା ତୁମ ନିକଟକୁ ଆସି ରହିପାରିବ ନାହିଁ। ଯେଉଁ ଲୁଚି ଆସିକି ରହିବ ବା ଯେଉଁମାନେ ହସିଥାନ୍ତି ତାଙ୍କ ପାଖରେ ଆଜି ଲୁଚି ଆସି ଯେଉଁ ନୀରବରେ ଆସିକି ବସି ରହିଥାଏ ପଛପଟେ ତେଣୁ ସେଟା କଦାପି କରିପାରିବ ନାହିଁ। ତାପରେ ଦେଖ ଆଗକୁ କ'ଣ କହିଛି ନା ହେଳା କର ନାହିଁ ପାଇ ଏ ସୁଧା। ଆଜି ତୁମେ କ'ଣ କରରେ ବେଖାତିର। ହେଳାର ଅର୍ଥରେ କ'ଣ ବୁଝିବ ବେଖାତିର। ହଁ କି ନାହିଁ। ତେଣୁ ହେଳା କର ନାହିଁ ପାଇ ଏ ସୁବିଧା। ଆଜି ତୁମେ ସୁବିଧା ପାଇଛ ଆଜି ଧର୍ମର ସୁବିଧା ପାଇଛ କର୍ମର ସୁବିଧା ପାଇଛ ସତ୍କର୍ମରେ ବଡ଼ପଣ କରିବାକୁ ଚାହୁଁଛ ସତ୍କର୍ମରେ କ'ଣ ହେଉଛି ନା ବଡ଼ପଣ ହେଇଛ ତେଣୁ ସେଇଟା ଆଜି ସୁବିଧା ପାଇଛ। ଆଉ ଲୋଭିବାକୁ ସେହି ବଡ଼ପଣ ନିନ୍ଦା। ତୁମ ମନରେ ଆଉ ବଡ଼ପଣ ଆଉ ଲୋଭ ନାହିଁ ଯାହାଫଳରେ ତୁମେ ନିନ୍ଦା ହୁଅ ନାହିଁ। ସଂସାର ତକ୍କସର ବଡ଼ପଣ। ଏହି ସଂସାରରେ ତକ୍କସର ଅର୍ଥାତ୍ ହେଉଛି ତକ୍କସରର ଅର୍ଥ ଲେଖ ତକ୍କସରର ଅର୍ଥ ହେଉଛି ମୂଲ୍ୟହୀନ। ଆଜି ସଂସାରରେ ଏହି ବଡ଼ପଣ ହେଉଛି ଗୋଟେ ମୂଲ୍ୟହୀନ। ତକ୍କସର ହେଉଛି ମୂଲ୍ୟହୀନ। ଲାଳସାରୁ ନିଅ ବାହୁଡ଼ାଇ ମନ। ଏହି ବଡ଼ପଣ ଯେଉଁ ତୁମର ମନ ହେଇଛି ସେହି ଲାଳସାରୁ ଆଜି ତୁମେ କ'ଣ କର ନା ପଛକୁ ଫେରି ଆସ। ବାହୁଡ଼ାଇ ନିଅ ମନ। ତୁମ ମନଟାକୁ କ'ଣ କର ନା ପଛକୁ ନେଇ ଆସ। ଉଦାସୀନୀ ନେତ୍ରେ ଦୁନିଆର ମାନ। ଉଦାସୀନୀ ନେତ୍ରେ ଦୁନିଆର ମାନ ଅର୍ଥାତ୍ ଉଦାସୀନ ଭାବରେ ନମ୍ରତା ଭାବରେ ଦୟାଳୁ ଭାବରେ ତୁମେ କ'ଣ କର ନା ଦୁନିଆର ମାନକୁ ଦେଖ ବା ଏହି ଦୁନିଆର ଏହି ସଂସାରର ଏହି ପ୍ରଜାମାନଙ୍କର ହୃଦୟକୁ ବା ପ୍ରଜାମାନଙ୍କର ଧନକୁ ତୁମେ ଆଜି ଦୟାଭାବ ଆକାରରେ ଦେଖ। ଦେଖି କର ମନେ ଧର୍ମ ଏକତାନ ଏବଂ ତୁମ ମନରେ କ'ଣ କର ନା ଏ ଧର୍ମକୁ ଏକ ବୋଲି ଭାବ।
ତେଣୁ ସୁନ୍ଦର ଭାବରେ ଦେଖ ସେଇ ଅଜ୍ଞାନମାନଙ୍କୁ ସେଇ ହୁଣ୍ଡାମାନଙ୍କୁ ଯେଉଁ କହୁଥିଲେ, ତେଣୁ ସେଇମାନଙ୍କୁ ସେ ଆଜି କ'ଣ କହିଦେଉଛି ଲେଖକ ବା ସେଇ ରାଜା ମନ୍ତ୍ରୀମାନଙ୍କୁ ଅକାଣ୍ଡ ଜ୍ଞାନହୀନ ହୁଣ୍ଡା ଯେଉଁ କହୁଥିଲେ ସେଇମାନଙ୍କୁ ସେ ଆଜି କହିଦେଉଛି କ'ଣ ନା ଆଜି ତୁମେ ଧର୍ମକୁ ଏକ ବୋଲି ଭାବ। ଏବଂ ଏମିତି ଦେଖ ଉଦାସୀନ ନେତ୍ରରେ ଆଖିରୁ ଲୁହ ଝରି ଯାଉଥିବା ଭଳି ତୁମେ ଆଜି କ'ଣ କର ନା ବଡ଼ ପଣିଆକୁ ଦେଖ। ଆଉ ଯେଉଁ ବଡ଼ ପଣ ହେଉଛ ସେହି ଲାଳସାରୁ ତୁମେ ଆଜି ତୁମ ମନକୁ ଫେରେଇ ଆଣ। ଏହି ସଂସାରରେ ତକ ସାର ବଡ଼ ପଣଟା ଯେଉଁଟା ତକ ସାର ମୂଲ୍ୟହୀନ। ତେଣୁ ତୁମେ ସେଇଠୁ ଫେରେଇ ଆସିକରି ଆଜି ଧର୍ମ ତ ତୁମକୁ କ'ଣ କର ନା ଏକ କର। ତାପରେ ଦେଖ ଆଗକୁ କ'ଣ କହୁଛି, ଏକ କର ରାଜଧର୍ମେ ଆତ୍ମତତ୍ତ୍ୱ ଦେଇ ମତି। ଅର୍ଥାତ୍ ତୁମେ ଯେଉଁ ଆଜି ରାଜା ହୋଇଛ, ଆଜି ଯେଉଁ ଗଡ଼ଜାତରେ ରାଜା ହୋଇଛ, ଆଜି ଯେଉଁ ଅନ୍ୟ ରାଜ୍ୟରେ ଆଜି ତୁମେ ରାଜା ହୋଇଛ, ସେହି ରାଜାର ଧର୍ମକୁ ତୁମେ ଆଜି କ'ଣ କର ନା ଠିକ୍ ଭାବରେ ପାଳନ କର। ଆତ୍ମା ତତ୍ତ୍ୱ ନିଜର ଆତ୍ମାରେ ତତ୍ତ୍ୱ ଦେଇ ମତି, ଅର୍ଥାତ୍ ତୁମ ଆତ୍ମାରେ ତୁମେ ନିଜକୁ ହଜେଇ ଦେଇ ସତ୍ କର୍ମ ସତ୍ ଧର୍ମରେ ଆଜି ତୁମେ କରି ଚାଲ। ଯାହାଫଳରେ କ'ଣ ହେବ ନା ଉଚ୍ଚ ହୋଇ ଲୋଭ ଉଚ୍ଚତର ଗତି। ଯାହାଫଳରେ ତୁମେ କ'ଣ ହେଇଯିବ ରେ ନା ଧୀରେ ଧୀରେ ଉଚ୍ଚ ହୋଇଯିବ। ଏହି ପ୍ରଜାମାନେ ତୁମକୁ କ'ଣ କରିବେ ନା ଉଚ୍ଚ ଭାବିବେ, ସମସ୍ତେ ତୁମକୁ କ'ଣ କରିବେ ନା ସମ୍ମାନ ଦେବେ ଏବଂ ସେଇଟା ହିଁ ତୁମର କ'ଣ ହେଇଯିବ, ସେ ବଡ଼ପଣଟା ଉଚ୍ଚତର ଗତି ହୋଇଯିବ। ତେଣୁ ଏଇଠି ତୁମର ବଡ଼ପଣ କବିତାଟା ସରିଲା। ମୁଁ ଆଶା କରୁଛି ସୁନ୍ଦର ଭାବରେ ତୁମ ପାଖରେ ବଡ଼ପଣ କବିତାକୁ ଆଲୋଚନା କରିଛି ଏବଂ ତୁମେମାନେ ମଧ୍ୟ ବୁଝିପାରିଥିବ ବୋଲି ମୁଁ ଆଶା କରୁଅଛି। ଯଦି ଭିଡ଼ିଓଟି ଭଲ ଲାଗୁଥିବ ତେବେ ଅଧିକ ମାତ୍ରାରେ ତୁମର ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଏହି ବଡ଼ପଣ କବିତାକୁ ଜାଣିପାରିବେ। ଏବଂ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଏକଥର ଦୁଇଥର କରି ଦେଖନ୍ତୁ ବିନା ସ୍କିପ୍ କରି। ତେଣୁ ତୁମେମାନେ ନିହାତି ବୁଝିପାରିବ। ତେଣୁ ଏହାର ଯେଉଁ ରହିଲା ଆଉ ଯେଉଁ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ 1 ନମ୍ବର 2 ନମ୍ବର, ତେଣୁ ନେକ୍ସଟ ଭିଡ଼ିଓରେ ମୁଁ ସେଗୁଡ଼ିକ କ'ଣ କରିଦେବି ନା ଆଲୋଚନା କରିଦେବି। ଆଉ ଯେଉଁଟା 3, 4, 5 ସେଗୁଡ଼ିକ ତୁମେ କ'ଣ କରିବ ନା ନିଜେ ନିଜେ କବିତାକୁ ପଢ଼ିକରି ବୁଝିବ ଏବଂ ନିଜେ ମଧ୍ୟ ଲେଖ, ଯାହାଫଳରେ ତୁମେ କ'ଣ ହେବ ନା ଚିର ଉପକୃତ ହେବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଯେହେତୁ ଧର୍ମର ବିଷୟ ଏବଂ ରାଜାମାନଙ୍କର ଶାସନର ଯେଉଁ ବ୍ୟବସ୍ଥା ଥିଲା ଏବଂ ଶେଷରେ କବିବର ରାଧାନାଥ ରାୟ ସୁନ୍ଦର ଭାବରେ ଏହି ବଡ଼ପଣ କବିତାଟିକୁ ବର୍ଣ୍ଣନା କରିଛନ୍ତି। ତେଣୁ ଆମେ ପ୍ରଥମେ ଜାଣିଥିଲୁ ଯେ ଏହି ବଡ଼ପଣ କବିତା କେଉଁଠାରୁ ଆସିଛି ନା ଦରବାର କାବ୍ୟରୁ ଆସିଥିଲା, ହଁ କି ନାହିଁ। ତେଣୁ ଏଇଠି ରହୁଛି ଜୟ ଜଗନ୍ନାଥ।